द लॉर्ड। आशा करू ईश्वरଙ୍କ ଦୟାରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଗତ ଏପିସୋଡରେ ଲୋକ ଏକ ପର୍ବରୁ ଆମେ ଜିଖରିଙ୍କ ଅବିଶ୍ୱାସ ବିଷୟରେ ଧ୍ୟାନ କରି ସେଥିରୁ କିଛି ଶିକ୍ଷା ଲାଭ କରିଥିଲୁ। ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଧ୍ୟାନ କରିବା ଯାହାଙ୍କର ସରଳ ଓ ପୂର୍ଣ୍ଣ ବିଶ୍ୱାସ ଏହି ସାରା ପୃଥିବୀ ପାଇଁ ଉଦ୍ଧାରକର୍ତ୍ତାଙ୍କୁ ଆଣିଦେଲା। ହଁ, ଆପଣମାନେ ଠିକ ବୁଝୁଛନ୍ତି, ମୁଁ ସେହି ଯୁବତୀ ମରିୟମଙ୍କ କଥା ହିଁ କହୁଅଛି, ଯେଉଁ ବିଷୟଟି ଲୁକ ନିଜ ପୁସ୍ତକ 1 ପର୍ବର 26 ପଦରୁ 38 ପଦ ମଧ୍ୟରେ ବର୍ଣ୍ଣନା କରିଛନ୍ତି। ଯଦି ପୂର୍ବ ଭିଡିଓଟି ଆପଣମାନେ ଦେଖି ନାହାନ୍ତି ତେବେ ଡେସ୍କ୍ରିପସନରେ ତାହାର ଲିଙ୍କ ଦିଆଯାଇଛି, ଆପଣମାନେ ତାହା ଦେଖିପାରିବେ। ନଚେତ୍ ଆମ ଚ୍ୟାନେଲ ଆତ୍ମିକ ଦୁନିଆକୁ ଭିଜିଟ୍ କରି ଆପଣମାନେ ତାହା ପାଇପାରିବେ। ଘଟଣାଟି ଏପରି ଘଟିଛି, ସେହି ଗାବ୍ରିଏଲ ଦୂତ ହିଁ ଜିଖରିଙ୍କ ପାଖକୁ ଯାଇ ସମ୍ବାଦ ଦେବା ପରେ 6 ମାସରେ ନାଜରିତର ଜଣେ କନ୍ୟା ନିକଟକୁ ପ୍ରେରିତ ହେଉଛନ୍ତି, ଯାହାଙ୍କର ନାମ ମରିୟମ ଥିଲା। ଯୋସେଫ ନାମକ ଜଣେ ପୁରୁଷଙ୍କ ସହିତ ମରିୟମଙ୍କର ବିବାହ ନିର୍ବନ୍ଧ ହୋଇସାରିଥିଲା। ଗାବ୍ରିଏଲ ଦୂତ ଗୃହ ଭିତରେ ପ୍ରବେଶ କରି ମରିୟମଙ୍କୁ କହିଲେ, ଆଗୋ ଅନୁଗ୍ରହ ପାତ୍ରୀ, ତୁମର ମଙ୍ଗଳ ହେଉ, ପ୍ରଭୁ ତୁମର ସହବର୍ତ୍ତୀ ହୁଅନ୍ତୁ। ଦୂତଙ୍କର ସ୍ୱର ଶୁଣି ମରିୟମ ଉଦ୍ବିଗ୍ନ ହେବା ସମୟରେ ଦୂତ ପୁନର୍ବାର ତାଙ୍କୁ କହିଲେ, ମରିୟମ ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇସାରିଅଛ। ତୁମ୍ଭେ ଗର୍ଭ ଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଆଉ ଈଶ୍ୱରଙ୍କ ପୁତ୍ର ବୋଲି କୁହାଯିବେ। ଈଶ୍ୱର ତାଙ୍କୁ ଦାଉଦଙ୍କ ସିଂହାସନ ଦେବେ। ସେ ଯାକୋବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ତାଙ୍କ ରାଜ୍ୟର ଶେଷ ହେବ ନାହିଁ। ମରିୟମଙ୍କ ପାଇଁ ଦୂତଙ୍କ କହିଥିବା ପ୍ରତିଟି ବିଷୟ ଉପରେ ଭରସା ରଖିବା ଅସମ୍ଭବ ଥିଲା, କାରଣ ଏଥିପୂର୍ବେ କେବେ ମଧ୍ୟ ଏପରି ଘଟିନଥିଲା କି କୌଣସି ସ୍ତ୍ରୀ ବିନା ପୁରୁଷରେ ଗର୍ଭବତୀ ହୋଇପାରିଛି। ନିଜର ଜ୍ଞାନ, ଚିନ୍ତା ଓ ଭାବନାର ବହୁ ଦୂରରେ ଏପରି କିଛି ଘଟିବ ବୋଲି ସେ ଯେତେବେଳେ ଶୁଣିଲେ, ସେତେବେଳେ ସେ ନିଜର ଅବିଶ୍ୱାସକୁ ଦେଖାଇଲେ ନାହିଁ, କିନ୍ତୁ ସାଧାରଣ ପ୍ରଶ୍ନଟି କେବଳ ପଚାରିଲେ କି ମୁଁ ତ ପୁରୁଷର ସଂସ୍ପର୍ଶରେ ଆସିନାହିଁ, ତେବେ କିପରି ଏହା ସମ୍ଭବ ହେବ? ଦୂତ ତାଙ୍କୁ ପୁନର୍ବାର କହିଦେଲେ, ଏହା ପୁରୁଷ ଦ୍ୱାରା ନୁହେଁ, କିନ୍ତୁ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ସମ୍ଭବ ହେବ। ପବିତ୍ର ଆତ୍ମା ତୁମ ଉପରେ ଅବତରଣ କରିବେ ଆଉ ପରାତ୍ପରଙ୍କ ଶକ୍ତି ତୁମକୁ ଆବରି ରଖିବେ। ପବିତ୍ର ଆତ୍ମା ଓ ଈଶ୍ୱର ସେହି କାର୍ଯ୍ୟକୁ ସମ୍ଭବ କରିବେ। ତେଣୁ ଯେଉଁ ପୁତ୍ର ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ଆହୁରି ମଧ୍ୟ ଦୂତ ତାଙ୍କ ବିଶ୍ୱାସକୁ ବଢାଇ ଦେବା ପାଇଁ ଏଲିସାବେଥଙ୍କ କଥା ମଧ୍ୟ ତାଙ୍କୁ ସାକ୍ଷ୍ୟ ଆକାରରେ କହିଦେଲେ, ଯେ ବନ୍ଧ୍ୟା ଥିଲେ। ପ୍ରଭୁଙ୍କ ଅନୁଗ୍ରହରେ ଏହି ବୃଦ୍ଧା ଅବସ୍ଥାରେ ସେ ଗର୍ଭବତୀ ହୋଇଅଛନ୍ତି ଆଉ ଏବେ ତାଙ୍କର 6 ମାସ ହେଲାଣି। ଦୂତ ଏହି ସମ୍ବାଦଟି ମରିୟମଙ୍କୁ ଜଣାଇ ଦେଇ କହୁଅଛନ୍ତି, ଏଲିସାବେଥଙ୍କ ସହ କାହିଁକି ଏପରି ହୋଇପାରିଲା, କଣ ତୁମେ ଜାଣିଛ? କାରଣ ଈଶ୍ୱରଙ୍କ ଠାରୁ ନିର୍ଗତ କୌଣସି ବାକ୍ୟ କେବେ ମଧ୍ୟ ଶକ୍ତିହୀନ ହେବ ନାହିଁ, ତାହା ନିଶ୍ଚୟ ସଫଳ ହେବ। ଦୂତଙ୍କର କଥା ଶୁଣି ଏବଂ ଏଲିସାବେଥଙ୍କ ଜୀବନର ଏହି ସାକ୍ଷ୍ୟ ଶୁଣି ମରିୟମ ବିଶ୍ୱାସ କଲେ। ସେ ପ୍ରଶ୍ନ କରିଲେ ନାହିଁ ବା ଏହା ଭାବିଲେ ନାହିଁ କି ଏଲିସାବେଥ ତ ବିବାହିତ, ତେଣୁ ତାଙ୍କ ପ୍ରତି ଏହା ହୋଇପାରିଲା। ମୁଁ ତ ଅବିବାହିତ, ଏପରି ଯୁବତୀ ଅବସ୍ଥାରେ ଯଦି ଗର୍ଭବତୀ ହେବି, କେବଳ ଯୋସେଫ ମୋତେ ପରିତ୍ୟାଗ କରିବେ ତାହା ନୁହେଁ, କିନ୍ତୁ ମୁଁ ନିଜ ପରିବାରରେ, ସମାଜରେ ନିନ୍ଦିତ ହେବି, ପ୍ରସ୍ତରାଘାତ ଦ୍ୱାରା ହତ ହେବି। ଏହି ସମସ୍ତ କଥା ସେ ଚିନ୍ତା କଲେ ନାହିଁ। ନିଜ ଭବିଷ୍ୟତର କଥା, ଯୋସେଫଙ୍କ ସହ ନିଜ ସମ୍ପର୍କର କଥା, ନିର୍ବନ୍ଧ ପରେ ପୁଅ ଝିଅଙ୍କ ମଧ୍ୟରେ କିପରି ଉତ୍ସୁକତା ଥାଏ, ପ୍ରେମର ଘନିଷ୍ଠତା ହେଉଥାଏ, ସମ୍ପର୍କର ନୂତନ ସୃଷ୍ଟି ହେଉଥାଏ, ସେହି ସମସ୍ତ ବିଷୟକୁ ଈଶ୍ୱରଙ୍କ ପାଇଁ ସେ ତୁଚ୍ଛ କଲେ। ନିଜ ଚରିତ୍ରର କଥା, କିପରି ତାଙ୍କୁ ଲୋକହସା ହେବାକୁ ପଡ଼ିବ। ଏହି ଗର୍ଭ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ହୋଇଛି ବୋଲି କହିଲେ କେହି ବିଶ୍ୱାସ କରିବେ ନାହିଁ। ଏହି ଭୟ ଅବା ଇସ୍ରାଏଲର ରୀତି ଅନୁସାରେ ଅବିବାହିତ ଗର୍ଭବତୀ ମାନେ ପ୍ରସ୍ତରାଘାତ ଦ୍ୱାରା ବଧ କରାଯାନ୍ତି, ସେହି ଭୟ ମଧ୍ୟ ତାଙ୍କୁ ଅଟକାଇ ପାରିଲା ନାହିଁ। ନିଜ ଚରିତ୍ର, ନିଜ ଜୀବନକୁ ସୁଦ୍ଧା ସମର୍ପଣ କରିଦେଲେ ଏବଂ ବିଶ୍ୱାସ କଲେ ଯେ ପରମେଶ୍ୱରଙ୍କ ଦୃଷ୍ଟିରେ ଯଦି ଏହା ଠିକ, ତେବେ ସେ ନିଶ୍ଚୟ ମୋ ଚରିତ୍ରକୁ ଓ ଜୀବନକୁ ସୁରକ୍ଷା ଦେବେ।
जोसेफଙ୍କୁ ବୁଝିବାକୁ ଶକ୍ତି ଦେବେ, ସମାଜର ନିନ୍ଦାରୁ ମୋତେ ରକ୍ଷା କରିବେ ଆଉ ମୋତେ ମୃତ୍ୟୁରୁ ମଧ୍ୟ ଉଦ୍ଧାର କରିବେ। ଈଶ୍ୱରଙ୍କ ଠାରେ ଭରସା ରଖି ଦୂତଙ୍କର କଥାକୁ ବିଶ୍ୱାସ କରି ଆଗରୁ କେବେ ଘଟିନଥିବା ନୂତନ ଏକ କାର୍ଯ୍ୟ ନିମନ୍ତେ ସେ ନିଜକୁ ସମର୍ପଣ କରିଦେଲେ। ଦୂତଙ୍କର ସମସ୍ତ କଥା ଶୁଣି ସାରି ପ୍ରତି ଉତ୍ତରରେ ଦୂତଙ୍କୁ କହିଦେଲେ, ଦେଖନ୍ତୁ ମୋ ପ୍ରଭୁଙ୍କ ଦାସୀ, ଆପଣଙ୍କ ବାକ୍ୟ ଅନୁସାରେ ମୋ ପ୍ରତି ଘଟୁ। 6 ମାସ ପୂର୍ବରୁ ଜିଖରିୟଙ୍କ ନିକଟରୁ ଅବିଶ୍ୱାସର କଥା ଶୁଣି ଫେରି ଯାଇଥିବା ଗାବ୍ରିଏଲ ବର୍ତ୍ତମାନ ଜଣେ ଯୁବତୀର ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ, ଆନନ୍ଦ ଓ ଈଶ୍ୱରଙ୍କ ସ୍ତୁତି କରି କରି ନିଜ ରାଜ୍ୟକୁ ଫେରିଗଲେ। କେବଳ ଗାବ୍ରିଏଲ ଆଶ୍ଚର୍ଯ୍ୟ ହେଲେ ତାହା ନୁହେଁ, ଆଜି ମରିୟମଙ୍କ ଜୀବନକୁ ଲକ୍ଷ୍ୟ କରି ଧ୍ୟାନ କରୁଥିବା ଆମ ପରି ଅନେକ ବ୍ୟକ୍ତି ମରିୟମଙ୍କ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଥରେ ଭାବି ଦେଖନ୍ତୁ ତ, ବ୍ୟବସ୍ଥାକୁ ଜାଣିଥିବା, ଧର୍ମଶାସ୍ତ୍ରକୁ ପାଠ କରୁଥିବା ଜଣେ ଯାଜକ ଅତୀତରେ ଘଟିଥିବା ଅନେକ ଘଟଣା ଧର୍ମଶାସ୍ତ୍ରରୁ ଉଦାହରଣ ଭାବେ ପାଇଥିଲେ ସୁଦ୍ଧା, ନିଜେ ଦିବାରାତ୍ର ସନ୍ତାନ ସନ୍ତତି ପାଇଁ ପ୍ରାର୍ଥନା କରୁଥିଲେ ସୁଦ୍ଧା ଈଶ୍ୱରଙ୍କ କଥାକୁ ସେ ବିଶ୍ୱାସ କରିପାରିଲେ ନାହିଁ। ଅବିଶ୍ୱାସର ସ୍ୱର ଉଠାଇ ଦୂତଙ୍କୁ ପ୍ରଶ୍ନ ପଚାରିଲେ ଏବଂ ବିଶ୍ୱାସ କରିବା ନିମନ୍ତେ ଚିହ୍ନ ମାଗିଲେ। ଆଉ ଅନ୍ୟ ପଟରେ ସେହି କୋମଳ ଯୁବତୀ, ଯେ କେବେ ଏପରି ଘଟିପାରେ ବୋଲି କଳ୍ପନାରେ ସୁଦ୍ଧା ଭାବିନଥିଲେ, ଅତୀତରେ ନିଜ ଇସ୍ରାଏଲ ଲୋକଙ୍କ ମଧ୍ୟରେ ଈଶ୍ୱର କେବେ ଘଟାଇ ନଥିବା ଘଟଣା, ଅତି ଆଶ୍ଚର୍ଯ୍ୟଜନକ ଘଟଣା, ବିନା ପୁରୁଷରେ କିପରି ଜଣେ ଗର୍ଭବତୀ ହୋଇପାରିବ ବୋଲି 100ଟି ପ୍ରଶ୍ନ କଲା ଭଳି ଘଟଣାକୁ ମଧ୍ୟ କେତେ ସହଜରେ ବିଶ୍ୱାସ କରିଗଲେ। ଆଉ କୌଣସି ବିଷୟକୁ ଭୟ ନ କରି ନିଜକୁ ସମର୍ପଣ ମଧ୍ୟ କରିଦେଲେ। ଧନ୍ୟ ସେହି ନାରୀ। ମରିୟମଙ୍କ ଜୀବନ ହେତୁ ପ୍ରଭୁ ଯୁଗେ ଯୁଗେ ଗୌରବ ପାଉଅଛନ୍ତି ଏବଂ ଏହିପରି ଗୌରବ ମଧ୍ୟ ଯୁଗେ ଯୁଗେ ପାଉଥାନ୍ତୁ। ଆଜି ଆମେ ମରିୟମଙ୍କ ଜୀବନରୁ ଅନେକ ଶିକ୍ଷା ଲାଭ କରିବାର ଅଛି। ମୁଖ୍ୟତଃ ନିଃସନ୍ଦେହ ବିଶ୍ୱାସକୁ ଅନୁସରଣ କରିବାର ଅଛି। ସନ୍ଦେହ ନକରି ଈଶ୍ୱରଙ୍କର ବାକ୍ୟକୁ ଆମେ କିପରି ବିଶ୍ୱାସ କରିପାରିବା ତାହା ମରିୟମଙ୍କ ଜୀବନରୁ ଆମେ ଗ୍ରହଣ କରିବାର ଅଛି। ପବିତ୍ର ଆତ୍ମା ଶ୍ରବଣ କରୁଥିବା ଆମ ପ୍ରତ୍ୟେକଙ୍କୁ ଏପରି ବିଶ୍ୱାସରେ ବୃଦ୍ଧି କରାନ୍ତୁ। ତାଙ୍କ ବିଶ୍ୱାସ ଓ ସମର୍ପଣର ଜୀବନ ହେତୁ ଈଶ୍ୱର ତାଙ୍କ ଜୀବନରେ କାର୍ଯ୍ୟ କଲେ ଓ ଖ୍ରୀଷ୍ଟ ଏହି ଜଗତକୁ ଆସିପାରିଲେ ଏବଂ ମୋ ପରି ଆପଣଙ୍କ ପରି ଅନେକଙ୍କ ପାଇଁ ଉଦ୍ଧାରର ପଥ ପ୍ରସ୍ତୁତ କଲେ। ଏକ ମନୁଷ୍ୟ ହିସାବରେ ମରିୟମଙ୍କର ବିଶ୍ୱାସ ଅତି ଆଶ୍ଚର୍ଯ୍ୟ ଥିଲା। ଆଉ ପ୍ରଭୁ ଆଜି ମଧ୍ୟ ଠିକ୍ ସେପରି ବିଶ୍ୱାସ ଆମ ମଧ୍ୟରେ ଦେଖିବାକୁ ଚାହାନ୍ତି ଏବଂ ନିଜର କାର୍ଯ୍ୟ ଯୋଜନାକୁ ଆମ ନିମନ୍ତେ, ନିଜ ଲୋକମାନଙ୍କ ନିମନ୍ତେ ସେ ପୂରା କରିବାକୁ ଚାହାନ୍ତି। ଏହି ସମସ୍ତ କାର୍ଯ୍ୟ ପାଇଁ ଆମେ ପିତା, ପୁତ୍ର, ପବିତ୍ର ଆତ୍ମା ତ୍ରିଏକ ଈଶ୍ୱରଙ୍କ ନାମକୁ ଗୌରବ ଦେଉଅଛୁ। ସେହି ତ୍ରିଏକ ଈଶ୍ୱରଙ୍କ ନାମ ଯୁଗେ ଯୁଗେ ସର୍ବଦା ଉଚ୍ଚରେ ସ୍ଥାପିତ ହେଉ। ଆମେନ୍। ଧନ୍ୟବାଦ।